25 ରୁ ବଢ଼ାଇବ ବର୍ଷା ପରିମାଣ। 3 ଦିନ ବିଜୁଳି ଘଡ଼ଘଡ଼ି ପାଇଁ ସତର୍କ ସୂଚନା ଜାରି। ଆସନ୍ତା 25 ତାରିଖରୁ ବର୍ଷା ପରିମାଣ ବଢ଼ାଇବା ସହିତ 26ରେ ଗୋଟିଏ କିମ୍ବା 2ଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଗାମୀ 3 ଦିନ ବିଜୁଳି ଘଡ଼ଘଡ଼ି ପାଇଁ ସତର୍କ ସୂଚନା ଦିଆଯାଇଛି। ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାକୁ ଛୁଇଁଛି ମୌସୁମୀ। ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର କିଛି ଅଞ୍ଚଳରେ ପହଞ୍ଚି ପାରିନାହିଁ ମୌସୁମୀ। ମୌସୁମୀ ଅଗ୍ରସର ପାଇଁ ଏବେ ପାଗ ଅନୁକୂଳ ରହିଛି। ଆଗାମୀ 3 ରୁ 4 ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁବ। ବର୍ଷା ପ୍ରଭାବରେ ଉପକୂଳରେ ଗୁଳୁଗୁଳି କମିଛି। ଉତ୍ତର ଉପକୂଳ ଓଡ଼ିଶାରେ ସର୍ବାଧିକ ତାପମାତ୍ରା 30 ଡିଗ୍ରୀ ରେକର୍ଡ ହୋଇଛି। ଦକ୍ଷିଣ ଉପକୂଳ ଓଡ଼ିଶାରେ ପ୍ରାୟ 28 ରୁ 30 ଡିଗ୍ରୀ ତାପମାତ୍ରା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। ଜୁନ 1ରୁ ଆଜି ପର୍ଯ୍ୟନ୍ତ ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ, ସମ୍ବଲପୁର, ଢେଙ୍କାନାଳ, କଟକ ଓ ଜଗତସିଂହପୁର ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ଅବଶିଷ୍ଟ 22 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇଛି। ଶନିବାର ସନ୍ଧ୍ୟା 5:30 ସୁଦ୍ଧା ଫୁଲବାଣୀରେ ସବୁଠୁ 51 ମି ବର୍ଷା ରେକର୍ଡ ହୋଇଥିବା ବେଳେ ଖୋର୍ଦ୍ଧା 25 ମି, ନବରଙ୍ଗପୁର 28 ମି ଏବଂ ହୀରାକୁଦ 12.2 ମି ବର୍ଷା ହୋଇଛି। ଏଥିସହିତ ଭୁବନେଶ୍ୱର, କଟକ, ଜଗତସିଂହପୁର, ରାୟଗଡ଼ା ଏବଂ ସମ୍ବଲପୁର ଆଦି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି। ଗତ 24 ଘଣ୍ଟାରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳରେ ସର୍ବାକ 108 ମି, କଳାହାଣ୍ଡିର ଥୁଆମୂଳରାମପୁରରେ 102 ମି, ମାହାଙ୍ଗା ଓ କଣ୍ଟାପଡ଼ାରେ 94 ମି ଲେଖାଏଁ ବର୍ଷା ରେକର୍ଡ ହୋଇଛି। ସେହିଭଳି ବୌଦ୍ଧ, କଳାହାଣ୍ଡି, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଖୋର୍ଦ୍ଧା, ନବରଙ୍ଗପୁର, ସୁବର୍ଣ୍ଣପୁର ଏବଂ ରାୟଗଡ଼ା ସହରରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଆଗାମୀ 3 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ପବନ ହେବାକୁ ଥିବାବେଳେ କେତେକ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ।